ବନ୍ଦେ ମାତରମ୍। ଭାରତୀୟ ଗଣତନ୍ତ୍ର ଅଥବା ଜନରାଜ୍ୟ ଦିବସ ଉପଲକ୍ଷେ ଭାରତୀୟ ସମ୍ବିଧାନର 26ଟି ଆଶ୍ଚର୍ଯ୍ୟ ତଥ୍ୟ ଜାଣିବା। ଜାନୁଆରୀ ମାସ 26 ତାରିଖରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ତେବେ 26 ତାରିଖରେ ଯେଉଁ କାର୍ଯ୍ୟକାରୀ ହୋଇଥିଲା ଏବଂ 26ଟି ଆଶ୍ଚର୍ଯ୍ୟ ତଥ୍ୟ ଜାଣିବା, ଏହା ବିଭିନ୍ନ ପତ୍ରପତ୍ରିକାରୁ ସଂଗୃହୀତ ହୋଇଅଛି। 1. ଭାରତୀୟ ସମ୍ବିଧାନର ପ୍ରସ୍ତାବକ 1934 ମସିହାରେ ପ୍ରଥମ କରି ସମ୍ବିଧାନ ସଭା ଗଠନ ଚିନ୍ତା ଆସିଥିଲା ବିପ୍ଳବୀ, ଦାର୍ଶନିକ, ରାଜନୈତିକ ତତ୍ତ୍ୱବିତ୍ ତଥା ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନର ଅଗ୍ରଦୂତ ମାନବେନ୍ଦ୍ରନାଥ ରାୟଙ୍କ ମନକୁ। ତାଙ୍କର ଏ ଚିନ୍ତାଧାରା ଗତିଶୀଳ ହେଲା ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉଦ୍ୟମରେ। ନେହେରୁ ଘୋଷଣା କଲେ ଯେ ସ୍ୱାଧୀନ ଭାରତ ନିମନ୍ତେ ସମ୍ବିଧାନ ପ୍ରସ୍ତୁତ କରିବ ଗୋଟିଏ ସମ୍ବିଧାନ ସଭା। ବିନା ବାହ୍ୟ ହସ୍ତକ୍ଷେପରେ ତାର ସଦସ୍ୟମାନେ ସାବାଳକ ଭୋଟ ପ୍ରଥା ଅନୁଯାୟୀ ନିର୍ବାଚିତ ହେବେ। ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତି ଲାଗି ସମ୍ବିଧାନ ସଭା ଗଠନ ନିମନ୍ତେ 1935 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିଶ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କଲା। ନିବେଦନ କରିବି, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ବହୁ ରୋଚକ ତଥ୍ୟ ଏଠାରେ ରହିଛି। 2. ସ୍ୱୟଂ ଶାସିତ ସମ୍ବିଧାନର ରୂପରେଖ 1940 ମସିହା ଅଗଷ୍ଟ ମାସ 8 ତାରିଖରେ ଭାରତର ଭାଇସରାୟ ଲର୍ଡ ଲିଙ୍ଗୋଲିଥିଗ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ ସ୍ୱୟଂ ଶାସିତ ସମ୍ବିଧାନର ରୂପରେଖ ଅଟେ। 3. ପରୋକ୍ଷ ନିର୍ବାଚିତ ସମ୍ବିଧାନ ସଭା ସମ୍ବିଧାନ ସଭା ସଦସ୍ୟ ନିର୍ବାଚନ ପ୍ରତ୍ୟକ୍ଷ କରାଇବାକୁ ଭାରତୀୟ ନେତୃବୃନ୍ଦ ଚାହୁଁଥିଲେ, କିନ୍ତୁ ସେତେବେଳକାର ପରିସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ବ୍ରିଟିଶ ଅଧିକାରୀ ଯୁକ୍ତି ବାଢ଼ିଥିଲେ। ବହୁ ବାଦ ପ୍ରତିବାଦ ପରେ 1946 ଜୁଲାଇ ଓ ଅଗଷ୍ଟ ମାସରେ ସମ୍ବିଧାନ ସଭା ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେଲା। ଏଥିରେ ଭାରତୀୟ ଜାତୀୟ କଂଗ୍ରେସ 208ଟି ଆସନ, ମୁସଲିମ ଲିଗ୍ 73ଟି ଆସନ ଓ ବାକି 15ଟି ଆସନ ଛୋଟ ଛୋଟ ସଂଗଠନ ଓ ସ୍ୱାଧୀନ ଦଳ ପାଇଲେ। ଗଡ଼ଜାତ ରାଜ୍ୟମାନଙ୍କୁ ମିଳିଥିଲା 93ଟି ଆସନ, କିନ୍ତୁ ପ୍ରଥମେ ସେମାନେ ସମ୍ବିଧାନ ସଭାରେ ସାମିଲ ହେବାକୁ ଅନାଗ୍ରହୀ ଥିଲେ। ସେ ଯାହା ହେଉ 1947 ମସିହା ଅଗଷ୍ଟ ବେଳକୁ ପ୍ରାୟ ସବୁ ରାଜ୍ୟ ସମ୍ବିଧାନ ସଭାକୁ ସେମାନଙ୍କ ପ୍ରତିନିଧିମାନଙ୍କୁ ପ୍ରେରଣ କରିଥିଲେ, କିନ୍ତୁ ଦେଶ ବିଭାଜନ ହେବା ଯୋଗୁଁ ସମ୍ବିଧାନ ସଭା ସଦସ୍ୟ ସଂଖ୍ୟା 299କୁ ହ୍ରାସ ପାଇଥିଲା। ଆଶା କରୁଛି ଏସବୁ ତଥ୍ୟ ଆମ ପାଇଁ ବହୁ ଉପାଦେୟ ହେବ। ବିଭିନ୍ନ ପ୍ରତିଯୋଗୀମୂଳକ ପରୀକ୍ଷାରେ ଏଥିରୁ ପ୍ରଶ୍ନ ଆସୁଅଛି ଏବଂ ବିଭିନ୍ନ ବକ୍ତୃତା ପ୍ରତିଯୋଗିତାରେ ଆମେ ଅଂଶଗ୍ରହଣ କଲା ସମୟରେ ମଧ୍ୟ ଏସବୁ ତଥ୍ୟ ଆମର ଉପକାରରେ ଆସିବ। ଯିବା ପରବର୍ତ୍ତୀ 4 ନମ୍ବରକୁ। ପଢ଼ାଯାଇଥିଲା 60 ଦେଶର ସମ୍ବିଧାନ। ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଭାବେ ଡକ୍ଟର ଭୀମରାଓ ଆମ୍ବେଦକର ବିବେଚିତ। ଭାରତୀୟ ସମ୍ବିଧାନର ପ୍ରକୃତ ନିର୍ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ସେ ପ୍ରାୟ 60ଟି ଦେଶର ସମ୍ବିଧାନ ଅଧ୍ୟୟନ କରି ଏହାର ବିଭିନ୍ନ ବିଭାଗର ଅନୁଶୀଳନ କରିଥିଲେ। ଏହାପରେ ଭାରତ ପାଇଁ ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରିଥିଲେ। 5 ନମ୍ବର। ଉଧାରି ହେଲେ ବି ଏହା ହେଉଛି ଅଭିନବ। ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ ସଂଘ, କାନାଡା, ଆୟାରଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ ଆଦି ଦେଶର ସମ୍ବିଧାନରୁ ନୀତି ନିୟମ ଉଦ୍ଧୃତ କରାଯାଇ ସନ୍ନିବେଶ କରାଯାଇଥିବାରୁ ଭାରତୀୟ ସମ୍ବିଧାନକୁ ଉଧାରି ବାକ୍ସ କୁହାଯାଏ। ପ୍ରାରମ୍ଭରେ 395ଟି ଧାରା, 22ଟି ଭାଗ ଓ 8ଟି ଅନୁସୂଚୀ ଥାଇ ଏହା ବିଶ୍ୱର ସର୍ବବୃହତ୍ ତଥା ଅଭିନବ ସମ୍ବିଧାନ ମାନ୍ୟତା ପାଇଥିଲା। ନିବେଦନ କରିବି, ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍ କରିବେ ଏବଂ ପାରୁ ପର୍ଯ୍ୟନ୍ତ ଏହାକୁ ସେୟାର କରି ଆମ ଭାରତୀୟ ସମ୍ବିଧାନର ବିଭିନ୍ନ ଶିକ୍ଷାପ୍ରଦ ତଥ୍ୟକୁ ଅନ୍ୟମାନଙ୍କର ଲୋକଲୋଚନକୁ ଆଣିବେ। ଆଶା କରିବି ଏ ଭିଡ଼ିଓଟି ନିଶ୍ଚିତ ସମସ୍ତଙ୍କ ପାଇଁ ବେଶ ଉପାଦେୟ ହେବ। ଯିବା ପରବର୍ତ୍ତୀ ସଂଖ୍ୟାକୁ।
ଛଅ ବ୍ରିଟେନରୁ ଆସିବି ଭାରତୀୟ ବିଭବ। ଅଭିନବ ହେଲେ ବି ଭାରତୀୟ ସମ୍ବିଧାନର ଭିତ୍ତି ବ୍ରିଟେନ ସମ୍ବିଧାନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ମୂଳତଃ ବ୍ରିଟେନ ସମ୍ବିଧାନରୁ ଗୃହୀତ ହୋଇଥିବା ସଂସଦୀୟ ସରକାର, ଆଇନଗତ ଶାସନ, ବ୍ୟବସ୍ଥାପିକା କାର୍ଯ୍ୟବିଧି, ଏକକ ନାଗରିକତ୍ୱ, କ୍ୟାବିନେଟ ବ୍ୟବସ୍ଥା, ବିଶେଷ ଅଧିକାରୀ ରିଟ୍, ସଂସଦୀୟ ସୁବିଧା, ଦୁଇ ସଭା ବିଶିଷ୍ଟ ସଂସଦ ଆଦି ଭାରତୀୟ ସମ୍ବିଧାନର ବିଭବ ହୋଇପାରିଛି। 7 ନମ୍ବର ସମ୍ବିଧାନରେ ଫରାସୀ ସ୍ଲୋଗାନ। ଭାରତୀୟ ସମ୍ବିଧାନର ଉପକ୍ରମଣିକାରେ ସ୍ଥାନିତ ସୀମାବଦ୍ଧ ସ୍ୱାଧୀନତା, ସମାନତା, ଭାତୃତ୍ୱ ଆଦି ଆଦର୍ଶଗତ ଶବ୍ଦାବଳୀ ଫରାସୀ ସମ୍ବିଧାନରେ ଥିବା ସ୍ଲୋଗାନରୁ ଆନିତ। ସାଧାରଣତନ୍ତ୍ର ଚିନ୍ତାଧାରା ବି ଫରାସୀ ସମ୍ବିଧାନରୁ ଗୃହୀତ। 8 ନମ୍ବର ସୋଭିଏତ ସମ୍ବିଧାନରୁ ପଞ୍ଚବାର୍ଷିକ ଯୋଜନାକୁ ଅଣାଯାଇଛି। ଭାରତୀୟ ସମ୍ବିଧାନରେ ଥିବା ପଞ୍ଚବାର୍ଷିକ ଯୋଜନା ସୋଭିଏତ ରୁଷ ସମ୍ବିଧାନରୁ ଉଦ୍ଧୃତ। ଏତଦ୍ ଭିନ୍ନ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଏବଂ ପ୍ରସ୍ତାବନାରେ ବ୍ୟକ୍ତ ସାମାଜିକ, ଆର୍ଥିକ ଓ ରାଜନୈତିକ ଆଦି ଆଦର୍ଶ ବିଚାରବୋଧ ମଧ୍ୟ ତତ୍କାଳୀନ ସୋଭିଏତ ସଂଘ ସମ୍ବିଧାନରୁ ଗୃହୀତ। 9 ନମ୍ବର ଆମେରିକୀୟ ସମ୍ବିଧାନ ପ୍ରସ୍ତାବନା। ଭାରତୀୟ ସମ୍ବିଧାନରେ ସଂଯୋଜିତ ପ୍ରସ୍ତାବନା ବା ଉପକ୍ରମଣିକା ଆମେରିକୀୟ ସମ୍ବିଧାନରେ ଥିବା ମୁଖବନ୍ଧ ଅନୁସରଣରେ ଲିଖିତ। ସେମିତି ରାଷ୍ଟ୍ରପତିଙ୍କ ବହିଷ୍କରଣ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା, ମୌଳିକ ଅଧିକାର, ନ୍ୟାୟିକ ସମୀକ୍ଷା, ସ୍ୱାଧୀନ ବିଚାର ବ୍ୟବସ୍ଥା ଆଦି ବି ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହା ନିଶ୍ଚିତ ଭାବରେ ଏକ ବହୁ ମୂଲ୍ୟବାନ ତଥ୍ୟ ଅଟେ। ଯିବା ପରବର୍ତ୍ତୀ 10 ନମ୍ବରକୁ। ଭାରତୀୟ ସମ୍ବିଧାନ କେଉଁ କ୍ଷମତା ଦେଇଛି? କାନାଡା ସମ୍ବିଧାନରୁ ଗୃହୀତ ସେଣ୍ଟ୍ରିଫୁଗାଲ ଫେଡେରାଲିଜିମ୍ ବ୍ୟବସ୍ଥା ଯୋଗୁଁ ଭାରତରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ଅପେକ୍ଷା ଅଧିକ କ୍ଷମତାଶୀଳ ହୋଇପାରିଛି। ତେବେ କାହା ଅନୁଯାୟୀ? ନା କାନାଡା ସମ୍ବିଧାନର ଅନୁଯାୟୀ ଆମର ରାଜ୍ୟ ସରକାରମାନଙ୍କ ଠାରୁ କେନ୍ଦ୍ର ସରକାରଙ୍କର ଅଧିକ କ୍ଷମତା ରହିଛି। ଯିବା 11 ନମ୍ବରକୁ। ଆୟାରଲାଣ୍ଡ ସମ୍ବିଧାନରେ ରାଷ୍ଟ୍ରପତି ନିର୍ବାଚନ। ଡିରେକ୍ଟିଭ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି ବା ଦେଶ ଶାସନ ନିମନ୍ତେ ମାର୍ଗଦର୍ଶିକା, ରାଷ୍ଟ୍ରପତି ନିର୍ବାଚନ ପଦ୍ଧତି, ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରୁଥିବା ସଦସ୍ୟ ଆଦି ବ୍ୟବସ୍ଥା ଆୟାରଲାଣ୍ଡ ସମ୍ବିଧାନରୁ ଆନିତ। ଡିରେକ୍ଟିଭ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି ଭାରତୀୟ ସମ୍ବିଧାନର ଅନ୍ୟତମ ବିଶେଷ ବୈଶିଷ୍ଟ୍ୟ ଭାବେ ବିବେଚିତ। ଏ ନୀତି ସବୁ ଜନକଲ୍ୟାଣାର୍ଥେ ସାମାଜିକ ଓ ଅର୍ଥନୈତିକ ଲକ୍ଷ୍ୟ ହାସଲ ନିମନ୍ତେ ସରକାରଙ୍କୁ ମାର୍ଗଦର୍ଶନ କରାଏ। ଆଶା କରୁଛି ଆପଣମାନେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିସାରିଥିବେ ଏବଂ ନିବେଦନ କରିବି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଏଥିରେ ବହୁ ମୂଲ୍ୟବାନ ତଥ୍ୟ ସ୍ଥାନ ପାଇଛି। ଏସବୁ ତଥ୍ୟ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରୁ ସଂଗ୍ରହ କରାଯାଇଛି। ଯିବା 12 ନମ୍ବର। ୱାଇମା ସମ୍ବିଧାନ ଯୋଗୁଁ ମୌଳିକ ଅଧିକାର ରୋଧ। ଜରୁରୀ ପରିସ୍ଥିତି ବେଳେ ରୋଧ କରାଯାଉଥିବା ମୌଳିକ ଅଧିକାର ଚିନ୍ତାଧାରା ଜର୍ମାନୀର ୱାଇମା ସମ୍ବିଧାନରୁ ନିଆଯାଇଛି। ଆମର ଯେଉଁ ଜରୁରୀ ପରିସ୍ଥିତି ବେଳେ ମୌଳିକ ଅଧିକାରକୁ ରୋଧ କରାଯାଇଥାଏ ତାହା ଜର୍ମାନୀର ୱାଇମା ସମ୍ବିଧାନରୁ ନିଆଯାଇଛି। ଏହା ଏକ ବହୁ ମୂଲ୍ୟବାନ ତଥ୍ୟ ଅଟେ। ଯିବା ପରବର୍ତ୍ତୀ 13 ନମ୍ବରକୁ। ଦକ୍ଷିଣ ଆଫ୍ରିକା ସମ୍ବିଧାନରୁ ସଂଶୋଧନ ବ୍ୟବସ୍ଥା। ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ଏବଂ ରାଜ୍ୟସଭା ସଦସ୍ୟ ନିର୍ବାଚନ ବ୍ୟବସ୍ଥା ଦକ୍ଷିଣ ଆଫ୍ରିକା ସମ୍ବିଧାନ ଆଧାରରେ ପ୍ରସ୍ତୁତ କରାଯାଇଛି। 14 ନମ୍ବର। ଲେଖିବାକୁ ଲାଗିଲା 3 ବର୍ଷ। 1946 ଡିସେମ୍ବର 9 ତାରିଖରେ ପ୍ରଥମେ ବସିଥିବା ସମ୍ବିଧାନ ସଭା ଠିକ୍ 2 ବର୍ଷ 11 ମାସ ଓ 18 ଦିନ ଲାଗିପଡ଼ି ସମ୍ବିଧାନ ନିମନ୍ତେ ଚୂଡ଼ାନ୍ତ ଚିଠା ଲେଖିଥିଲେ। ସମ୍ବିଧାନ ଚିଠା ଚୂଡ଼ାନ୍ତ ରୂପ ନେବା ଆଗରୁ 2000ରୁ ଅଧିକ ଥର ପରିମାର୍ଜିତ ହୋଇଥିଲା। ତାପରେ ଏହା ଉପରେ ବିତର୍କ ଓ ଆଲୋଚନା ହୋଇଥିଲା। ଏଥିପାଇଁ ସମ୍ବିଧାନ ସଭା ସମୁଦାୟ 11ଟି ଅଧିବେଶନ ଆୟୋଜନ କରିଥିଲା। ପ୍ରଥମ ବୈଠକରେ ସଭାପତିତ୍ୱ କରିଥିଲେ ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା। ପ୍ରଥମ ଉଦ୍ବୋଧନ ଦେଇଥିଲେ ଜୀବତରାମ ଭଗବାନ ଦାସ କୃପାଳିନୀ। ଏଇଠି ମନକୁ ପ୍ରଶ୍ନ ଆସିପାରେ ଯେ
एते बड़ संविधान प्रस्तुति पाई प्राय 3 वर्ष लागिथिबा बेले ए बाबदरे केते टंका खर्च होइथिबो तार मध्य हिसाब अछि। भारतीय संविधान पाई मोट 6.4 नियुत टंका खर्च होइथिला। आम भारतीय संविधान प्रस्तुत हेबा पाई 2 वर्ष 11 मास 18 दिन लागिथिबा बेले ए बाबदरे मोट खर्च होइथिला 6.4 नियुत टंका। आशा करुची ए भिडियोटी आम समस्तक पाई बहु उपादेय हेबो। निवेदन करिवि भिडियोटी को गोटे लाइक करने सहित पारु पर्यंत ए भिडियोटी को अन्य मानकु शेयर करिवे। आम भारतीय संविधान रो यह गर्व आउ गौरव। निश्चित भाव में यह आमको विभिन्न प्रतियोगीमूलक परीक्षा निमंते तथा संविधान रो बहु मूल्यवान तथ्य संग्रह निमंते साहाय्य करिवो। जिबा परवर्ती 15 नंबर को उपस्थित दर्शक दर्शिका संविधान चिठा प्रस्तुति एवं वितर्क देखिबा पाई संविधान सभारे 53,000 रु अधिक दर्शक दर्शिका उपस्थित रहुथिले, जहाँकि आम पाई आश्चर्य हेले मध्य सत्य। संविधान चिठा प्रस्तुति एवं वितर्क देखिबा पाई पाखापाखि 53,000 रु अधिक दर्शक दर्शिका उपस्थित रहुथिले। एबे जिबा 16 नंबर को संविधान सभारे 15 महिला सदस्य। संविधान सभारे थिले सरोजिनी नायडू, राजकुमारी अमृत कौर, हंसा जीवराज मेहता, सुचेता कृपालिनी और जी दुर्गाबाई समेत 15 जन महिला सदस्य। सेतेबेले विश्वर अनेक प्रांतरे महिला को मौलिक अधिकार मिलु नथिला, किंतु संविधान सभारे महिला सदस्य माने नारी पुरुष निर्विशेष समस्तक पई समान अधिकार उपरे गुरुत्वारोप करथिले। संविधान प्रणयन हेबा परे जाई भारतीय महिला माने मतदान अधिकार पाइले। विशेष करी मने रखिबा सरोजिनी नायडू, राजकुमारी अमृत कौर, हंसा जीवराज मेहता, सुचेता कृपालिनी और जी दुर्गाबाई सब उपस्थित थिले संविधान प्रस्तुति समय रे। एबे जिबा 17 नंबर को टाइप की छापा होई नथिला। बृहदकाय होइथिले भी संविधान रे हिंदी और इंग्राजी संस्करण टाइप किंबा छपा होई नथिला। दिल्ली रे बसी प्रेम बिहारी रायजादा नाम रे जड़े व्यक्ति एहाकु इटालिक बा डाहाण पटकु ढलाई सुंदर कैलीग्राफी बा आलंकारिक हस्ताक्षर रे लिखिथिले। एथिरे थिला 90,000 शब्द। हस्तलिखित एते बड़ संविधान विश्वर अन्य कौनसी देश रे नाही। भारतर संविधान प्रथमे प्रकाशित होइथिला डेराडून रे और एहाकू लिथोग्राफ करिथिला सर्भे ऑफ इंडिया। एथिरे थिला समुदाय 117.369 शब्द। 18 नंबर आलोचना करिबा सबु पृष्ठारे अलंकरण। संविधानर प्रति पृष्ठारे भिन्न भिन्न अलंकरण करिथिले व्यवहार राम मनोहर सिन्हा और नंदलाल बोसଙ୍କ समेत शांति निकेतनर बहु चित्रकर। ए सबु चित्रावली सिंधु उपत्यकार महेंजोदारो नहीं वैदिक जुग, गुप्त और मौर्य साम्राज्य, मोगल जुग और स्वाधीनता आंदोलन भली विभिन्न ऐतिहासिक घटना उपर आधारित। सेमिति संविधानर प्रत्येक भाग आरंभ होइथिला भारतर जातीय इतिहासर गोटे पर्याय अथवा दृश्य चित्रणरू। संविधानर प्रस्तावना बा उपक्रमणिका। एणु सबुठु आश्चर्य कथा होउची बृहत संविधान आम भारतर बृहत संविधान हस्तलिखित अटे। जिबा 19 नंबर को संविधानर माग्मा कार्टा। नागरिकंक निमते मौलिक अधिकार थिबारु भारतीय संविधानर तृतीय भाग को कहा जाए माग्ना कार्टा। लाटिन भाषारू आनीत ए शब्दद्वयर अर्थ अधिकार समूह। 1215 रे इंग्लैंडर राजा जॉन नागरिक मानक उद्देश्य रे एथिरे स्वाक्षर करथिले। एहा थिला नागरिक मानक निमंते प्रथम लिखित दलिल। 20 नंबर आलोचना करिबा भारतर क्षुद्र संविधान। 1976 रे जरूरी परिस्थिति समय रे करा जाइथिबा 42तम संशोधन आईन मध्य मिनी कन्स्टिट्यूशन बा क्षुद्र संविधान भावे सुपरिचित। एहा थिला अति गुरुत्वपूर्ण भारतीय संविधान संशोधन। एथिरे बहु संख्यक संशोधन करा जाइथिला। एही समय रे संविधानर प्रस्तावना बा मुखबंधरे
ସମାଜତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶବ୍ଦ ଦୁଇଟି ଅନ୍ତର୍ଭୁକ୍ତ କରାଯାଇଥିଲା। ମନେ ରଖିବା କି ପ୍ରଥମେ 1976ରେ ଜରୁରୀ ପରିସ୍ଥିତି ସମୟରେ ଆମ ସମ୍ବିଧାନର ଯେଉଁ 42ତମ ସଂଶୋଧନ କରାଯାଇଥିଲା, ସେହି 42ତମ ସଂଶୋଧନକୁ କ୍ଷୁଦ୍ର ସମ୍ବିଧାନ ଭାବେ ଆଖ୍ୟା ଦିଆଯାଇଛି ବା କ୍ଷୁଦ୍ର ସମ୍ବିଧାନ ରୂପେ ପରିଚିତ। ଆଶା କରୁଛି ଆପଣ ନିଶ୍ଚିତ ଭାବରେ ଆପଣଙ୍କର ବହୁ ମୂଲ୍ୟବାନ ଲାଇକ୍ଟିଏ ଏ ଭିଡ଼ିଓ ପାଇଁ କରିସାରିଥିବେ। ଆଉ ଯେଉଁମାନେ ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ। କେବଳ ଶିକ୍ଷା ଆଧାରିତ ବହୁ ମୂଲ୍ୟବାନ ଭିଡ଼ିଓ ଏ ଚ୍ୟାନେଲରେ ସେୟାର କରାଯାଉଛି। ପରବର୍ତ୍ତୀ ସଂଖ୍ୟାକୁ ଯିବା ପୂର୍ବରୁ ପୁଣି ନିବେଦନ କରିବି ଯେ ନିଶ୍ଚିତ ଭାବରେ ଆପଣଙ୍କର ବହୁ ମୂଲ୍ୟବାନ ଲାଇକ୍ଟିଏ ଦେବେ। 21 ନମ୍ବର ସଂକଳ୍ପ ହେଲା ପ୍ରସ୍ତାବନା। ପ୍ରଥମେ ସମ୍ବିଧାନର ଉପକ୍ରମଣିକାର ଶିରୋନାମା ଥିଲା ଅବଜେକ୍ଟିଭ ରିଜଲ୍ୟୁସନ୍। ପରବର୍ତ୍ତୀ ସମୟରେ ତାହା ବଦଳି ହେଲା ପ୍ରିଅମ୍ବଲ୍ ଅଫ୍ ଦି କନଷ୍ଟିଚ୍ୟୁସନ୍। ଏହା ସମ୍ବିଧାନର ଅନ୍ତର୍ନିହିତ ନୀତି ସଂକ୍ରାନ୍ତରେ ସୂଚନା ଦିଏ। ଏହାକୁ ଉପସ୍ଥାପନା କରିଥିଲେ ଜବାହରଲାଲ ନେହେରୁ। ଭାରତୀୟ ସମ୍ବିଧାନର ପ୍ରିଅମ୍ବଲ୍ ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନର ପ୍ରିଅମ୍ବଲ୍ ଦ୍ୱାରା ପ୍ରେରିତ। ଦୁଇ ଦେଶର ପ୍ରିଅମ୍ବଲ୍ ୱି ଦି ପିପୁଲରୁ ଆରମ୍ଭ ହୋଇଛି। ଏବେ ଯିବା 22 ନମ୍ବରକୁ। ପ୍ରଥମ ଓ ଶେଷ ସ୍ୱାକ୍ଷରକାରୀ। 1950 ଜାନୁଆରୀ 24 ତାରିଖରେ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ ଭାବେ ସୁପରିଚିତ କନଷ୍ଟିଚ୍ୟୁସନ୍ ହଲ୍ରେ ଭାରତୀୟ ସମ୍ବିଧାନରେ ସ୍ୱାକ୍ଷର କରାଯାଇଥିଲା। ଏଥିରେ ସ୍ୱାକ୍ଷର କରିଥିଲେ ସମ୍ବିଧାନ ସଭାର 284 ଜଣ ସଦସ୍ୟ, କିନ୍ତୁ ପ୍ରତ୍ୟେକ ସଦସ୍ୟଙ୍କୁ ଥରେ ଇଂରାଜୀ ଓ ପୁଣି ଥରେ ହିନ୍ଦୀ ଭାଷାରେ ଏମିତି ଦୁଇଥର ସ୍ୱାକ୍ଷର କରିବାକୁ ପଡ଼ିଥିଲା। ସମ୍ବିଧାନରେ ପ୍ରଥମେ ସ୍ୱାକ୍ଷର କରିଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ବାସ୍ତବରେ କେତେ ମୂଲ୍ୟବାନ ତଥ୍ୟ ଏଥିରେ ରହିଛି କି ଆମ ଭାରତୀୟ ସମ୍ବିଧାନରେ ମୋଟ 284 ଜଣ ସଦସ୍ୟ ସ୍ୱାକ୍ଷର କରିଛନ୍ତି, ଯେଉଁମାନଙ୍କର ସ୍ୱାକ୍ଷର ଉଭୟ ଇଂରାଜୀ ଆଉ ହିନ୍ଦୀରେ ରହିଛି। ଏବଂ ଆମ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କର ବହୁମୂଲ୍ୟ ସ୍ୱାକ୍ଷର କହିଲେ ଦସ୍ତଖତ ପ୍ରଥମେ ସେ ସମ୍ବିଧାନରେ ଦେଇଥିଲେ। ତାଙ୍କ ସ୍ୱାକ୍ଷର ପରେ ସର୍ବମୋଟ 284 ଜଣ ସେଥିରେ ସ୍ୱାକ୍ଷର କରିଅଛନ୍ତି। ଆଶା କରିବି ଏ ଭିଡ଼ିଓଟି ବିଭିନ୍ନ ପ୍ରତିଯୋଗୀମୂଳକ ପରୀକ୍ଷା ନିମନ୍ତେ ଆମକୁ ବହୁ ମାତ୍ରାରେ ସହାୟକ ହେବ। ଯିବା ପରବର୍ତ୍ତୀ ସଂଖ୍ୟାକୁ 23 ନମ୍ବର। ସମ୍ବିଧାନର ହୃତ୍ପିଣ୍ଡ ଓ ଆତ୍ମା। ଧାରା 32କୁ ଭାରତୀୟ ସମ୍ବିଧାନର ହୃତ୍ପିଣ୍ଡ ଓ ଆତ୍ମା ଭାବେ ଅଭିହିତ କରାଯାଏ। ଏଥିରେ ସାମ୍ବିଧାନିକ ପ୍ରତିକାର ଅଧିକାର ସଂକ୍ରାନ୍ତରେ ବର୍ଣ୍ଣନା କରାଯାଇଛି। 24 ନମ୍ବର। ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା ପ୍ରବର୍ତ୍ତିତ ଆଇନ। ଥରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହିଥିଲେ, ମୁଁ ନିଶ୍ଚିତ ଯେ ଦିନେ ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଯିବେ, କିନ୍ତୁ ମୁଁ ନିଶ୍ଚିତ ଯିବା ଆଗରୁ ସେମାନେ ଏତେ ଅଳିଆ ଆବର୍ଜନା ଛାଡ଼ି ଦେଇ ଯିବେ ଯେ ପିଢ଼ି ପରେ ପିଢ଼ି ଭାରତୀୟ ତାହାକୁ ସଫା କରିବାକୁ ସମର୍ଥ ହେବେ ନାହିଁ। ଏଥିରୁ ପରୋକ୍ଷ ଆଭାସ ମିଳେ ଯେ ପୁରାତନ ସଭ୍ୟତା ଯୋଠାରୁ ନୂତନ ସଭ୍ୟତା ଜାତ ହୁଏ। ଭାରତ ପ୍ରାୟ 200 ବର୍ଷ ବ୍ରିଟିଶ ଶାସନାଧୀନ ରହିଲା। ଏ ସମୟ ମଧ୍ୟରେ ଇଂରେଜମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଭାରତୀୟ ରାଜନୀତି ଓ ସମାଜକୁ ରୂପାୟନ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ପ୍ରଚେଷ୍ଟା ଓ ଭାରତୀୟମାନଙ୍କ ପ୍ରତିକ୍ରିୟା ମିଶ୍ରିତ ହେବା ହେତୁ ବ୍ରିଟିଶ ଇଣ୍ଡିଆରେ ଏକ ଅଭିନବ ରାଜନୈତିକ ବ୍ୟବସ୍ଥାର ଅଭ୍ୟୁତ୍ଥାନ ହୋଇଥିଲା। ସେଥିପାଇଁ ଭାରତୀୟ ସମ୍ବିଧାନ ଚିଠା ପ୍ରସ୍ତୁତି ନିମନ୍ତେ 1948ରେ ସମ୍ବିଧାନ ସଭା ଆବାହନ ଆଗରୁ ଓ 1950 ତାହା ପ୍ରଣୀତ ହେବାଠାରୁ ଆଜି ପର୍ଯ୍ୟନ୍ତ ଭାରତର ମୌଳିକ ଆଇନ ସବୁ ବ୍ରିଟିଶ ସଂସଦ ଦ୍ୱାରା ପ୍ରଣୀତ ଗୁଡ଼ାଏ ଆଇନରୁ ଗୃହୀତ ହୋଇଅଛି। କେଡ଼େ ସୁନ୍ଦର ତଥ୍ୟଟିଏ ଯେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହିଥିଲେ ଯେ ଦିନେ ନା ଦିନେ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବେ, କିନ୍ତୁ ଏତେ ଅଳିଆ ରଖିବେ ଯେ ପିଢ଼ି ପରେ ପିଢ଼ି ତାକୁ ସଫା କରିବାକୁ ସମର୍ଥ ହେବେ ନାହିଁ। ଠିକ୍ ଯେମିତି ଆମ ଭାରତୀୟ ଶାସନ ଖସଡ଼ା, ଆମ ଭାରତୀୟ ସମ୍ବିଧାନରେ ମଧ୍ୟ ବ୍ରିଟିଶ ସରକାରଙ୍କର ଶାସନର ବହୁ ଛାପ ରହିଯାଇଛି। ଏବେ ଯିବା ପରବର୍ତ୍ତୀ 25 ନମ୍ବରକୁ।
1935 ଆଇନ ଆଧାରିତ ଢାଞ୍ଚା। ପ୍ରଥମେ 1935 ଅଗଷ୍ଟରେ ପାରିତ ଭାରତ ସରକାର ଆଇନ 1935 ତତ୍କାଳୀନ ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା ପ୍ରଣୀତ ଦୀର୍ଘତମ ଆଇନ ଭାବେ ବିବେଚିତ। ତାହା ଥିଲା ଭାରତରେ ଗୋଟିଏ ଆଦର୍ଶ ଓ ଦାୟିତ୍ୱ ସମ୍ପନ୍ନ ସରକାର ପ୍ରବର୍ତ୍ତନ ନିମନ୍ତେ ବ୍ରିଟିଶ ପାର୍ଲାମେଣ୍ଟ କରିଥିବା ସଂସ୍କାର ସବୁର ଦ୍ୱିତୀୟ ପର୍ଯ୍ୟାୟ। ମୋଟାମୋଟି ସେହି ଆଇନ ହିଁ ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚା। ଏହାର ମୂଳ ଚିଠା ପ୍ରସ୍ତୁତ କରିଥିଲେ ସାମୁଏଲ ହୋର୍। ଯିବା 26 ନମ୍ବରକୁ। ସଂସଦ ଗ୍ରନ୍ଥାଗାରରେ ସଂରକ୍ଷିତ ଅଛି ମୂଳ କପି। ତେବେ ହସ୍ତଲିଖିତ ଭାରତୀୟ ସମ୍ବିଧାନ ବା ମୂଳ ସମ୍ବିଧାନର 3ଟି କପି ସଂସଦ ପାଠାଗାରରେ ଗଚ୍ଛିତ ଅଛି। ହିଲିୟମ୍ ବାଷ୍ପ ଭରା 22 ଇଞ୍ଚ ଲମ୍ବ ଓ 16 ଇଞ୍ଚ ପ୍ରସ୍ଥ ବିଶିଷ୍ଟ କେତେଗୁଡ଼ିଏ ବିଶେଷ ଧରଣର ଡବା ଭିତରେ ହସ୍ତଲିଖିତ ସମ୍ବିଧାନର ମୂଳ ପୃଷ୍ଠା ସବୁ ସଂରକ୍ଷିତ କରି ରଖାଯାଇଛି। କିନ୍ତୁ ଭାରତବାସୀ ହେଲେ ଭାରତୀୟ ସମ୍ବିଧାନର ପରମ ରକ୍ଷକ। ଭାରତର ସାର୍ବଭୌମତ୍ୱ ଭାରତବାସୀଙ୍କ ଠାରେ ନିହିତ ଏବଂ ସେମାନଙ୍କ ନାମରେ ହିଁ ଏ ସମ୍ବିଧାନ ଗୃହୀତ। ତେବେ ଶେଷରେ ଏତିକି କହିବି, ଜଣେ ଭାରତୀୟ ଭାବରେ ସମ୍ବିଧାନକୁ ସମ୍ମାନ ଦେବା ସହିତ ଏହାର ଆଇନକୁ ଅକ୍ଷୁଣ୍ଣ ରଖିବା ଏବଂ ବିଭିନ୍ନ ସମୟରେ ଏହାର ପରିବର୍ତ୍ତନର ଧାରାରେ ସାମିଲ ହୋଇ ରାଷ୍ଟ୍ରକୁ ଶାନ୍ତି, ପ୍ରଗତି, ମୈତ୍ରୀ ଦିଗରେ ଆଗେଇ ନେବା ପାଇଁ ସମସ୍ତେ ଗୋଟେ ଉତ୍ତମ ସହଯୋଗ କରିବା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ପୁଣି ଥରେ ଜୟ ହିନ୍ଦ।